ସାଙ୍ଗମାନେ ଆପଣମାନେ ରାବଣଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ। ରାମାୟଣ କଥା ଉଠିଲେ ରାବଣଙ୍କ କଥା ମଧ୍ୟ ଉଠିଥାଏ। ଆପଣମାନେ ଜାଣିଥିବେ ରାବଣ ଯାହା କରିଯାଇଥିଲେ ରାମାୟଣରେ, ଆଉ ସେଥିପାଇଁ ତାଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା। ଆପଣମାନେ ଭଲ ଭାବରେ ଜାଣିଥିବେ ପ୍ରଭୁ ରାମଚନ୍ଦ୍ର ରାବଣଙ୍କର 10ଟି ମୁଣ୍ଡ କାଟି ତାଙ୍କର ମୃତ୍ୟୁ କରାଇଥିଲେ। ତ ଆଜି ଆମେ ଜାଣିବା ରାବଣ ମହିଳାମାନଙ୍କ ବିଷୟରେ 3ଟି କଥା କହିଛନ୍ତି, ଆଉ ସେଇ 3ଟି କଥା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣମାନେ ଯଦି ନାରୀଙ୍କର ଏହି 3ଟି କଥା ବିଷୟରେ ଭଲ ଭାବରେ ଜାଣିବେ, ତାହେଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ, ଆପଣମାନେ ଚକିତ ହୋଇଯିବେ। ତ ସେଥିପାଇଁ ଆପଣମାନଙ୍କୁ ମୁଁ କହିଦେବାକୁ ଚାହୁଁଛି, ଦୟାକରି ଆପଣମାନେ ଏହି କଥାଟିକୁ ଟିକେ ମନ ଧ୍ୟାନ ଦେଇକରି ଶୁଣିବେ, କାରଣ ମୋର ଏହି କଥାଟି ଆପଣମାନଙ୍କର ବହୁତ କାମରେ ଆସିବ। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ, ଲାଇକ୍ଟିଏ ନିଶ୍ଚିନ୍ତ ଭାବରେ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ସାଙ୍ଗମାନେ, ରାମାୟଣ ଯାହା ଶୁଣିବା ମାତ୍ରେ ଆମକୁ ପ୍ରଭୁ ଶ୍ରୀରାମ, ମାତା ସୀତା, ପବନପୁତ୍ର ହନୁମାନ ଏବଂ ଲଙ୍କାପତି ରାବଣଙ୍କ କଥା ମନେ ପଡ଼ିଯାଇଥାଏ। ତେବେ ସାଙ୍ଗମାନେ, ଆଜି ଆମେ ଲଙ୍କାପତି ରାବଣଙ୍କ ବିଷୟରେ କିଛି ଜାଣିବା, ଯାହା ଜାଣିଲା ପରେ ଆପଣମାନେ ଆଶ୍ଚର୍ଯ୍ୟ ହେବେ। ରାବଣ ବିନା ରାମାୟଣ ଅଧୁରା ଅଟେ। ରାବଣ ରାମାୟଣର ଏକ ବିଶେଷ ପାତ୍ର ଅଟନ୍ତି ଏବଂ ସେ ମହାଦେବଙ୍କ ବହୁତ ବଡ଼ ଭକ୍ତ ମଧ୍ୟ ଥିଲେ। ସାଙ୍ଗମାନେ, ଆପଣମାନେ ଜାଣିଥିବେ ରାବଣ ପ୍ରଭୁ ମହାଦେବଙ୍କର ବହୁତ ବଡ଼ ଭକ୍ତ ଥିଲେ। ମହାଦେବଙ୍କ ଠାରୁ ସେ ବହୁତ ଜ୍ଞାନ ଶିଖିଛନ୍ତି, ବହୁତ ଜ୍ଞାନୀର ଅଧିକାର ମଧ୍ୟ ହୋଇଛନ୍ତି, ଆଉ ବହୁତ ମଧ୍ୟ ଶକ୍ତିଶାଳୀ ଥିଲେ ରାବଣ। କାରଣ ସେ ହେଉଛନ୍ତି ମହାଦେବଙ୍କର ଭକ୍ତ। ମହାଦେବଙ୍କ ଠାରୁ ସେ ବହୁତ କିଛି ଲାଭ କରିଛନ୍ତି। ଆମ ହିନ୍ଦୁ ଶାସ୍ତ୍ରରେ କୁହାଯାଏ କି ରାବଣର ବହୁତ ଖରାପ ଗୁଣ ଥିବାବେଳେ କିଛି ଭଲ ଗୁଣ ବି ରହିଥିଲା। ରାବଣ ଜଣେ ମହାଜ୍ଞାନୀ ଏବଂ ବିଦ୍ୱାନ ଥିଲେ। ରାବଣ ଅନେକ ଧର୍ମଶାସ୍ତ୍ରର ମଧ୍ୟ ଜ୍ଞାନୀ ଥିଲେ, କିନ୍ତୁ ଗୁଣ ବିଷୟରେ କହିବାକୁ ଗଲେ ସେ ସ୍ତ୍ରୀଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଯାଉଥିଲେ। ସେ ସ୍ତ୍ରୀମାନଙ୍କ ସୁନ୍ଦରତା ଦେଖି ମୋହିତ ହୋଇଯାଉଥିଲେ ରାବଣ। ରାବଣ ଯେଉଁ ସ୍ତ୍ରୀର ସୁନ୍ଦରତା ଦେଖୁଥିଲେ, ତାଙ୍କୁ ନିଜର କରିବାର ପ୍ରୟାସ ମଧ୍ୟ କରୁଥିଲେ। ଏହାକୁ ରାବଣର କମଜୋରି କୁହାଯାଉ କିମ୍ବା ଖରାପ ଅଭ୍ୟାସ। କିନ୍ତୁ ଏହି ଖରାପ ଅଭ୍ୟାସ କାରଣରୁ ରାବଣ ମାତା ସୀତାଙ୍କୁ ଅପହରଣ କରିଥିଲେ। ଯେତେବେଳେ ପ୍ରଭୁ ଶ୍ରୀରାମ ବାନରଙ୍କ ସେନା ସହ ବିଶାଳ ସମୁଦ୍ର ପାରି ହୋଇ ଲଙ୍କା ପହଞ୍ଚିଲେ, ସେତେବେଳେ ଏହି ସୂଚନା ଶୁଣି ରାବଣଙ୍କ ପତ୍ନୀ ମନ୍ଦୋଦରୀ ଭୟଭୀତ ହୋଇଯାଇଥିଲେ। ଏହାପରେ ମନ୍ଦୋଦରୀ ରାବଣଙ୍କ ପାଖକୁ ଯାଇ କହିଲେ କି ସେ ମାତା ସୀତାଙ୍କୁ ପ୍ରଭୁ ଶ୍ରୀରାମଙ୍କ ପାଖକୁ ଛାଡ଼ିଦେବାକୁ, ଅନ୍ୟଥା ଏହି ଯୋଗୁଁ ଆପଣଙ୍କୁ ଏବଂ ଆପଣଙ୍କ ପ୍ରଜାକୁ ବହୁତ ଅସୁବିଧା ଭୋଗିବାକୁ ହେବ। କିନ୍ତୁ ରାବଣ ନିଜ ସ୍ତ୍ରୀଙ୍କ କଥା ଶୁଣି ଜୋର ଜୋରରେ ହସିବାକୁ ଲାଗିଲେ ଏବଂ ତାଙ୍କୁ 3 କଥା କହିଲେ, ଯାହା ବିଷୟରେ ମୁଁ ଆଜି ଆପଣଙ୍କୁ କହିବି, ଯାହା ଆଜିର ଏହି ଯୁଗରେ ପ୍ରାୟ ସବୁ ସ୍ତ୍ରୀମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ତ ଆସନ୍ତୁ ସାଙ୍ଗମାନେ, ଭଲ ଭାବରେ ଜାଣିନେବା ସେହି 3ଟି କଥା କ'ଣ କ'ଣ। ପ୍ରଥମରେ ହେଉଛି, ସ୍ତ୍ରୀମାନେ ଜଣେ ଅନ୍ୟ ଜଣଙ୍କ ବିଷୟରେ ଖରାପ କହିଥାନ୍ତି। ଯଦି ସ୍ତ୍ରୀକୁ କୌଣସି ଗୋପନୀୟ କଥା ଜଣାପଡ଼ିଯାଏ, ସେ ତାକୁ ନିଜ ମନରେ ରଖିପାରନ୍ତି ନାହିଁ ଏବଂ ସେହି କଥାକୁ ସମସ୍ତ ସ୍ତ୍ରୀଙ୍କ ମଧ୍ୟରେ ଅଂଶୀଦାର କରିଦେଇଥାନ୍ତି। ସେଥିପାଇଁ ସାଙ୍ଗମାନେ, ଆମକୁ ସ୍ତ୍ରୀମାନଙ୍କୁ କୌଣସି ବି ନିଜର ଗୋପନୀୟ କଥା କହିବା ଉଚିତ ନୁହେଁ। ଯଦି ଆମେ ଏହିପରି କରିବା,
ତେବେ ସ୍ତ୍ରୀ ଆମ ବିନାଶର କାରଣ ବି ବନିପାରନ୍ତି ଏବଂ ଏହି ବର୍ତ୍ତମାନ ସମୟରେ କିଛି ପରିମାଣରେ ସତ୍ୟ ବି ହେବାରେ ଲାଗିଛି। ସାଙ୍ଗମାନେ, ଆମେମାନେ କ'ଣ କରିଥାଉ ନା ଆମର ପ୍ରତ୍ୟେକ କଥା କୌଣସି ବି ନାରୀକୁ ଆମେ ଜଣେଇ ଦେଇଥାଉ। ସେ ନାରୀ ଆମର ସ୍ତ୍ରୀ ହେଉ କି ଆମର ମା ହେଉ କି ଆମର ଭଉଣୀ ହେଉ, କିନ୍ତୁ ନାରୀମାନେ ଅଭିଶାପ ପାଇଛନ୍ତି। ତାଙ୍କ ପେଟରେ କୌଣସି କଥା ଲୁଚିକିରି ରହିନଥାଏ। ସେ ପ୍ରତ୍ୟେକ କଥାକୁ କାହା ଆଗରେ ନା କାହା ଆଗରେ ଜଣେଇ ଦେଇଥାନ୍ତି। ସେଥିପାଇଁ ଆମମାନଙ୍କୁ ସତର୍କ ହୋଇଯିବାର ଅଛି। ଆମର ଗୋପନୀୟ କଥାକୁ କେବେ ବି ହେଲେ ନାରୀଙ୍କ ଆଗରେ ଆମର ଜଣେଇବାର ନାହିଁ। କାରଣ ଆମେ ଯଦି ନାରୀଙ୍କ ଆଗରେ ଜଣେଇ ଦେଉଛେ ତାହେଲେ ଆମେ ହିଁ ଅସୁବିଧାରେ ପଡ଼ିଯାଇପାରୁ। ଦ୍ୱିତୀୟରେ ହେଉଛି କଳିଯୁଗରେ ସ୍ତ୍ରୀମାନେ ବହୁତ ମତଲବୀ ହୋଇଗଲେଣି ଏବଂ ସେ ନିଜର ମତଲବ ପାଇବା ପାଇଁ କୌଣସି ବି ସ୍ତରକୁ ଯାଇପାରିବେ। ତା ପାଇଁ ସେ ନିଜ ସାଥୀକୁ ଧୋକା ମଧ୍ୟ ଦେଇପାରନ୍ତି କିମ୍ବା କୌଣସି ଅନ୍ୟ ପୁରୁଷକୁ ନିଜର ମଧ୍ୟ କରିପାରନ୍ତି। ବହୁତ ଲୋକ ଅଛନ୍ତି ଯିଏ ରାବଣର ଏହି କଥାକୁ ସମର୍ଥନ କରନ୍ତି ଏବଂ ଅନ୍ୟ କିଛି ଲୋକ ଅଛନ୍ତି ଯିଏ ଏହି କଥାକୁ ମିଛ ଏବଂ ଅନ୍ଧବିଶ୍ୱାସ ବି କହୁଛନ୍ତି। ଆପଣ ନିଜେ ବିଚାର କରିପାରିବେ କି ରାବଣର ଏହି କଥା ସତ୍ୟ କିମ୍ବା ଅସତ୍ୟ? ସାଙ୍ଗମାନେ, କଳିଯୁଗରେ ସ୍ତ୍ରୀମାନେ ବହୁତ ମତଲବୀ ହୋଇଗଲେଣି, ଯାହାକି ଆପଣମାନଙ୍କୁ ବହୁତ ଭଲ ଭାବରେ ଜଣାଥିବ। କାରଣ ଆଜିକାଲି ସ୍ତ୍ରୀମାନେ ଟଙ୍କା ପାଇଁ କିଛି ବି କରିଦେଇ ପାରୁଛନ୍ତି। ଟଙ୍କା ପାଇଁ ନିଜ ସ୍ୱାମୀକି ଛାଡ଼ି ପାରୁଛନ୍ତି, ଟଙ୍କା ପାଇଁ କାହାର ଜୀବନ ନେଇପାରୁଛନ୍ତି ତ କାହା ପାଇଁ ଜୀବନ ମଧ୍ୟ ଦେଇପାରୁଛନ୍ତି। ସେଥିପାଇଁ ଆମମାନଙ୍କୁ ସତର୍କ ହୋଇଯିବାର ଅଛି। କେଉଁ ନାରୀ ଆମ ପାଇଁ କେମିତିକା, କିଏ ଆମ ପାଇଁ ଭଲ ଚାହୁଁଛି ତ କିଏ ଆମ ପାଇଁ ଖରାପ ଚାହୁଁଛି, ସେଇଟା ଜାଣିବାର ଅଧିକାର ଆମର ଅଛି। ଆମକୁ ଜାଣିବାର ଅଛି କିଏ ଆମ ପାଇଁ ଠିକ୍। ସାଙ୍ଗମାନେ, ତୃତୀୟରେ ହେଉଛି ରାବଣ ନିଜ ମୃତ୍ୟୁ ପୂର୍ବରୁ ଏହି କଥା କହିଥିଲେ କି ସ୍ତ୍ରୀମାନେ ନିଜର କୌଣସି ବି କଥାରୁ ବହୁତ ଶୀଘ୍ର ଓହରି ବି ପାରନ୍ତି। ସେମାନେ କେବେ ସତ୍ୟ କୁହନ୍ତି ନାହିଁ, ପ୍ରତ୍ୟେକ ସମୟରେ ସେମାନେ ମିଛ କହିଥାନ୍ତି। ସେଥିପାଇଁ ଆମକୁ ସ୍ତ୍ରୀମାନଙ୍କ ଉପରେ ବହୁତ ବୁଝି ବିଚାରି ଭରସା କରିବା ଉଚିତ। କାରଣ ସ୍ତ୍ରୀମାନେ ଏପଟ କଥା ସେପଟେ ଏବଂ ସେପଟ କଥା ଏପଟେ ବହୁତ ଶୀଘ୍ର କହିଦେଇଥାନ୍ତି। ସାଙ୍ଗମାନେ, ଆପଣ ନିଜେ ହିଁ ବିଚାର କରିପାରିବେ କି ରାବଣର ଏହି କଥା କେତେ ସତ ଏବଂ କେତେ ଅସତ୍ୟ ରହିଛି। ସାଙ୍ଗମାନେ, ଆପଣମାନେ ଜାଣିଥିବେ ଆଜିକାଲିର ସ୍ତ୍ରୀମାନେ କୌଣସି ବି ଜାଗାରେ କାହା କଥାକୁ ବି ଯୋଡ଼ିକିରି କହିଦେଇ ପାରୁଛନ୍ତି। ଆଉ ସେଇଠୁ ହିଁ ଆରମ୍ଭ ହୋଇଥାଏ ବହୁତ ବଡ଼ ଝଗଡ଼ା। ଆଜିକା ସମୟରେ ଅଧିକାଂଶ ଜାଗାରେ ଯଦି ଝଗଡ଼ା ହୋଇଥାଏ ତାହେଲେ ଗୋଟେ ନାରୀ ପାଇଁ। ଆଉ ମୁଁ ଏଇ ଯେଉଁ କଥା କହିଲି ଏ ସବୁ ନାରୀଙ୍କୁ ମୁଁ କେବେ କହୁନାହିଁ। ଏ ଦୁନିଆରେ ଏମିତି ବି ନାରୀ ଅଛନ୍ତି ମାତା ସୀତାଙ୍କ ପରି, ଯାହାକି ସିଏ ସବୁବେଳ ପାଇଁ ସମସ୍ତଙ୍କର ଭଲ ଚିନ୍ତା କରିଥାନ୍ତି। କିନ୍ତୁ ଏ ଦୁନିଆରେ ଏମିତି ମଧ୍ୟ ନାରୀ ଅଛନ୍ତି ଯେଉଁମାନେ ଗୋଟେ ମଣିଷକୁ ବଞ୍ଚିବାକୁ ମଧ୍ୟ ଦେଇନଥାନ୍ତି। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର ଏ ଭିଡ଼ିଓଟି ଦେଖିଲା ପରେ ଆପଣମାନେ ନିଶ୍ଚିତ ଭାବରେ ନିଜକୁ ବଦଳାଇବା ପାଇଁ ଚେଷ୍ଟା କରିବେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ଟିଏ ନିଶ୍ଚିତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରିଦେବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।